पीएम किसान टंका ଯେଉଁମାନେ ପାଉଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଲା। ବର୍ତ୍ତମାନ ସମସ୍ତେ 20ତମ କିସ୍ତିକୁ ଅପେକ୍ଷା କରିଛନ୍ତି। 19ତମ କିସ୍ତି ଗତ ଫେବୃଆରୀ 24 ତାରିଖରେ ରିଲିଜ୍ କରାଯାଇଥିଲା। ବର୍ତ୍ତମାନ ଆପଣମାନଙ୍କ ଖାତାକୁ 20ତମ କିସ୍ତି ଆସିବାକୁ ବାକି ଅଛି। ତେଣୁ ଆପଣମାନେ ସମସ୍ତେ ଏହି 20ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ତ ଏହି 20ତମ କିସ୍ତି ଆସନ୍ତାକାଲି ଆସିବାକୁ ଯାଉଛି, ଯେଉଁଟାକି ରିପୋର୍ଟ ମାଧ୍ୟମରେ ପ୍ରକାଶ ପାଇଥିଲା। କିନ୍ତୁ ପିଏମ୍ କିଷାନ ଯୋଜନାର କୌଣସି ତାରିଖ ଘୋଷଣା କରାଯାଇନାହିଁ। ତ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଏହି ପିଏମ୍ କିଷାନ ଟଙ୍କା ବ୍ୟାଙ୍କକୁ ଆସିଲାଣି। ସମସ୍ତ ଯେଉଁମାନେ ଏହି ପିଏମ୍ କିଷାନ ଟଙ୍କା ପାଉଛନ୍ତି ଆପଣମାନେ ନିଜ ମୋବାଇଲ ସାହାଯ୍ୟରେ ଆଜି ଏବେ ସୁଦ୍ଧା ଆପଣମାନେ ଚେକ୍ କରିପାରିବେ ଆପଣଙ୍କ ପିଏମ୍ କିଷାନ ଟଙ୍କା ଆପଣମାନଙ୍କ ଖାତାକୁ ଆସିବ କି ନାହିଁ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଭିଡ଼ିଓକୁ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ସର୍ବପ୍ରଥମେ ଆମେ ଯେକୌଣସି ଏକ ବ୍ରାଉଜରକୁ ଓପନ୍ କରିବା ଏବଂ ସେହି ବ୍ରାଉଜରରେ ସର୍ଚ୍ଚ ବାରରେ ସର୍ଚ୍ଚ କରିବା PFMS। ତ ଏହିପରି ଭାବରେ ଆପଣମାନେ ସର୍ଚ୍ଚ କରନ୍ତୁ। ଦେଖନ୍ତୁ ଏହିପରି ଇଣ୍ଟରଫେସ୍ ଆସିବ। ଆପଣମାନେ ଏହି ପ୍ରଥମ ଲିଙ୍କକୁ ଆପଣମାନେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କ ମୋବାଇଲକୁ ଏହିପରି ଇଣ୍ଟରଫେସ୍ ଆସିବ। ଆପଣମାନେ ସର୍ବପ୍ରଥମେ ଏହି ରାଇଟ୍ ସାଇଡ଼୍ରେ ଦେଖନ୍ତୁ ଲେଖା ହୋଇଛି 3 ଡଟ୍। ସେହି 3 ଡଟ୍ ଉପରେ ଆପଣମାନେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଦେଖନ୍ତୁ ଲେଖା ହୋଇଛି ଏବାଉଟ୍, ରେଜିଷ୍ଟ୍ରେସନ୍, ପେମେଣ୍ଟ ଷ୍ଟାଟସ୍, ସର୍ଚ୍ଚ ବ୍ୟାଙ୍କ ସବୁକିଛି ଆପଣମାନଙ୍କର ଆସିଯାଇଛି। ତ ଆପଣମାନେ ପେମେଣ୍ଟ ଷ୍ଟାଟସ୍ ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଏଠାରେ DBT ଷ୍ଟାଟସ୍ ଟ୍ରାକର ବୋଲି ଲେଖା ହୋଇଛି। ତାରି ଉପରେ ଆପଣମାନେ କ୍ଲିକ୍ କରିବେ। ଏପଟ ସେପଟ ଯଦି ଆପଣମାନେ କ୍ଲିକ୍ କରୁଛନ୍ତି ତାହେଲେ ଆପଣମାନେ କିଛି ବୁଝିପାରିବେ ନାହିଁ। ଆପଣମାନେ ମନ ଧ୍ୟାନ ଦେଇକି ଦେଖନ୍ତୁ। ତ ଦେଖନ୍ତୁ ଏହିପରି ଭାବରେ ଆପଣମାନେ କ୍ଲିକ୍ କରନ୍ତୁ। ତାପରେ ଆପଣମାନଙ୍କ ଇଣ୍ଟରଫେସ୍ ଏହିପରି ଆସିବ। ତ ଦେଖନ୍ତୁ ଆପଣମାନଙ୍କର ସର୍ବପ୍ରଥମେ ଏଠାରେ କ୍ୟାଟେଗୋରୀ ଅଛି, ତାପରେ DBT ଷ୍ଟାଟସ୍ ଅଛି, ତାପରେ ବ୍ୟାଙ୍କ ଅଛି। ତ ଆପଣମାନେ ଏଠାରେ କ୍ୟାଟେଗୋରୀ ଉପରେ ସିଲେକ୍ଟ କରିବେ। ତାପରେ ଏଠାରେ ଦେଖନ୍ତୁ ଆପଣମାନେ ଅନେକ ଯୋଜନା ଆସିଯାଇଛି। ତ ଆପଣମାନଙ୍କର ପିଏମ୍ କିଷାନ ଯୋଜନା ଦେଖିବାର ଅଛି। ତ ଆପଣମାନେ ପିଏମ୍ କିଷାନକୁ ସିଲେକ୍ଟ କରନ୍ତୁ। ତାପରେ ଆପଣମାନଙ୍କର ଏଠାରେ ପେମେଣ୍ଟ ଉପରେ କ୍ଲିକ୍ କରିବେ। ତାପରେ ଏଠାରେ ଆପଣମାନଙ୍କର ଆପ୍ଲିକେସନ୍ ଆଇଡ଼ି ବା ଆପଣମାନଙ୍କର ରେଜିଷ୍ଟ୍ରେସନ୍ ନମ୍ବର ଏଠାରେ ଦେବେ। ତାପରେ ଏଠାରେ ଦେଖନ୍ତୁ ଅର୍ ଏଣ୍ଟର ବେନିଫିସିଆରୀ କୋଡ଼୍। ଯଦି ଆପଣମାନେ ରେଜିଷ୍ଟ୍ରେସନ୍ ନମ୍ବର ପାଇବେ ନାହିଁ ତାହେଲେ ଆପଣମାନେ ବେନିଫିସିଆରୀ କୋଡ଼୍ ଆପଣମାନେ ଦେଇପାରିବେ। ତାପରେ ବେନିଫିସିଆରୀ କୋଡ଼୍ ଦେଲା ପରେ ଆପଣମାନଙ୍କୁ ଏହିପରି କ୍ୟାପ୍ଚା ଦେଖାଯିବ। ସେହି କ୍ୟାପ୍ଚାକୁ ଏଠାରେ ଏଣ୍ଟର କରି ସର୍ଚ୍ଚ ଉପରେ ଆପଣମାନେ କ୍ଲିକ୍ କରିବେ। ତ ମୁଁ ମୋର ସବୁକିଛି ଡିଟେଲ୍ସ ଫିଲ୍ଅପ୍ କରିକି ଆପଣମାନଙ୍କୁ ଦେଖାଉଛି। ତ ଦେଖନ୍ତୁ ଆପଣମାନଙ୍କର ଇଣ୍ଟରଫେସ୍ ଏହିପରି ଦେଖାଯିବ। ତ ବର୍ତ୍ତମାନ ଏଠାରେ ଆପଣମାନଙ୍କର ସବୁକିଛି ପେମେଣ୍ଟ ଯେତୋଟି କିସ୍ତି ଆପଣମାନେ ପାଇଥିଲେ ସେହି କିସ୍ତି ଗୁଡ଼ାକ ସବୁକିଛି ଡିଟେଲ୍ସ ଶୋ କରିବ। ତ ବର୍ତ୍ତମାନ ଆମେ ଦେଖିବା ଏଠାରେ ଆପଣମାନେ 20ତମ କିସ୍ତି ଆପଣମାନଙ୍କର ବ୍ୟାଙ୍କକୁ ଆସିଛି କି ନାହିଁ ଆପଣମାନେ ନିଜେ ଚେକ୍ କରିପାରିବେ। ତ ଦେଖନ୍ତୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ ଦେଖାଇବି। ତ ଦେଖନ୍ତୁ ଭ୍ୟାଲିଡେସନ୍ ଷ୍ଟାଟସ୍ ଆପଣମାନଙ୍କର ଦେଖନ୍ତୁ ମୋର ଅଛି 18 ଜୁନ୍ 2025, 19/25/4ରେ ଦେଖନ୍ତୁ 19/25 ବା 7/25/4ରେ ଆସିଯାଇଛି ମୋର ଭ୍ୟାଲିଡେସନ୍ ଷ୍ଟାଟସ୍। ତାପରେ ରିକ୍ୱେଷ୍ଟ ଡେଟ୍ ଦେଖନ୍ତୁ ଏଠାରେ ଲେଖା ହେଇଛି ଜୁନ୍ 18, 2025 3:16 PM। ତାପରେ ମୋର ବ୍ୟାଙ୍କକୁ ଆସିଯାଇଛି। ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖାଇବି। ଦେଖନ୍ତୁ ମୋର ବ୍ୟାଙ୍କକୁ ଆସିଯାଇଛି। ଫାଇଲ୍ ଷ୍ଟାଟସ୍ ଉପରେ ଆପଣମାନେ ଦେଖିପାରିବେ ବ୍ୟାଙ୍କ କେବେ ରିସିଭ୍ କରିଛି ନା
18 ଜୁନ୍ 2025 20ଟା 55 ରିସିଭ୍ କରିଛି ବା 8ଟା 55 ଆପଣମାନଙ୍କୁ ରିସିଭ୍ କରିଛି। କ୍ରେଡ଼ିଟ୍ ଷ୍ଟାଟସ୍ ଏପର୍ଯ୍ୟନ୍ତ ପେମେଣ୍ଟ ସକ୍ସେସ୍ ହୋଇନାହିଁ। ପେମେଣ୍ଟ ସକ୍ସେସ୍ ହେଲେ ଏଠାରେ ଆପଣମାନଙ୍କର ପେମେଣ୍ଟ ସକ୍ସେସଫୁଲ୍ ଲେଖାଯିବ। ତ ଆପଣମାନଙ୍କର ସେହିଭଳି ଆପଣମାନଙ୍କର ବ୍ୟାଙ୍କକୁ ଆସିଛି କି ନାହିଁ PM କିଷାନ ଯୋଜନା ଟଙ୍କା ଆପଣମାନେ ନିଜ ମୋବାଇଲ ସାହାଯ୍ୟରେ ଚେକ୍ କରିପାରିବେ। ଯଦି ଆପଣମାନଙ୍କର ଆସିଯାଇଛି ତାହେଲେ ନିଶ୍ଚୟ ଆପଣମାନଙ୍କର ଆଉ କିଛି ଦିନ ମଧ୍ୟରେ ଆପଣମାନଙ୍କର ବ୍ୟାଙ୍କ ଖାତାକୁ ଆସିଯିବ। ତେଣୁକରି ଆପଣମାନେ ନିଶ୍ଚିତ ରୁହନ୍ତୁ। ଯଦି ଆପଣମାନଙ୍କର ଆସିନାହିଁ ତାହେଲେ ଆପଣମାନଙ୍କୁ ମିଳିପାରିବ ନାହିଁ। ତ ଏପରି ଭାବରେ ଆପଣମାନେ ଚେକ୍ କରିପାରିବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।